ମୁଁ ଯେତେବେଳେ ଜଳକା ଆଶ୍ରମକୁ ଆସିଲି ସେତେବେଳେ ଛୋଟିଆ ହେଇଥିଲି। ବାବାଙ୍କ କତିକି ଆସିବାରୁ ମୁଁ ବାବାଙ୍କୁ ଗୁରୁ ଭାବରେ ବରଣ କଲି। କାହିଁକି ନା ମୁଁ ତାଙ୍କର ବିଷୟରେ ବହୁତ ଜାଣିଥିଲି ଏବଂ ପରୀକ୍ଷା ମଧ୍ୟ କଲି। ମୁଁ କହିଲି ସମସ୍ତେ ତ କହୁଛନ୍ତି ଅନ୍ତର୍ଯ୍ୟାମୀ ନାଥ, ମୁଁ ଟିକେ ପରୀକ୍ଷା କରେ କେମିତି କ'ଣ ଅନ୍ତର୍ଯ୍ୟାମୀ ନାଥ। ବାବା କ'ଣ କରନ୍ତି ନା ଘଣ୍ଟା, ସୁନା ମୁଦି, ସାଇକେଲ ସବୁ ଆକୁ ତାକୁ ଦିଅନ୍ତି। ମୁଁ କହିଲି ତାହେଲେ ମୋତେ ତ କାହିଁ ଦେଉନାହାନ୍ତି, କେତେ ମୁଦି ସୁଦି ତ ଯାଏ ଯେଉଁ ମୁଦିଟା ଏଇ ମୁଦିଟା ପିନ୍ଧିଛନ୍ତି, ମୁଁ କହିଲି ଏଇ ମୁଦିଟା ଯେବେ ଦେବେ ମୁଁ ଜାଣିବି ହଁ ଅନ୍ତର୍ଯ୍ୟାମୀ ନାଥ ଜାଣିପାରୁଛନ୍ତି। ସେ ମୁଁ ଯେଉଁଦିନ ଭାବିଲି ତା 4 ଦିନ ପରେ ମୋତେ ସେଇ ସୁନା ମୁଦିଟା ଦେଇଦେଲେ। ସେ ମୁଦିଟା ମୋର ଛୁଆ ହେଇଛି, ମୁଁ ପିନ୍ଧେନି। ସେଇଠୁ ମୁଁ କହିଲି ହଁ ଏ ଜାଣିପାରିଲେ ଆଉ। ମୁଁ କିଛି କହିନି, ମୋ ମନେ ହଁ ମନେ ମନେ ମୁଁ କହିଲି। ସେଇଠୁ ବାବା ଦେଇଦେଲେ। ବାବା ପୁରୀ ଯାଇଥିଲେ, ଜଗନ୍ନାଥଙ୍କ ଲକେଟ ପକାଇଥିଲେ। ମୁଁ କହିଲି ବାବା ଯେବେ ଜଗନ୍ନାଥ, ଠାକୁର ରାଜା କହିଲେ ଯେ ବାବା ହେଉଛନ୍ତି ଜଗନ୍ନାଥ, ଠାକୁର ରାଜା ଆମର ଦିବ୍ୟ ସିଂହ ଦେବ। ତେଣୁ ବାବା ଯେବେ ଜଗନ୍ନାଥ, ସେ ଜଗନ୍ନାଥଙ୍କ ଲକେଟ ସିଏ କାହିଁ ପକାଇବେ? ଆମେ ଭକ୍ତ ପକାଇବା ନା ଆଉ ସିଏ କ'ଣ ପକାଇବେ? ସେଇଠୁ ସିଏ ଜଳଖିଆ ଖାଇଲା ବେଳେ ମୁଁ ତାଙ୍କୁ ଦିଏ ଜଳଖିଆ। ସିଏ କ'ଣ କଲେ, ସାଙ୍ଗେ ସାଙ୍ଗେ ବେକରୁ, ମୁଁ ଭାବିଛି ସେ ସାଙ୍ଗେ ସାଙ୍ଗେ ବେକରୁ ବାହାର କରି ସେ ଜଗନ୍ନାଥ ଲକେଟ ମୋତେ ଦେଇଦେଲେ। ମୁଁ କହିଲି ତାହେଲେ ସବୁ ଜାଣିପାରୁଛନ୍ତି, କାହାକୁ କିଛି କହୁନାହାନ୍ତି। କିଏ ପୁଅ ମାଗୁଛି ଦେଉଛନ୍ତି, ମୁଁ ଦେଖୁଛି। କିଏ ଝୁଅ ମାଗୁଛି ଦେଉଛନ୍ତି, କାହାର ରୋଗ ବି ଭଲ କରିଦେଉଛନ୍ତି। ମୋତେ ବି 2ଟା ଜିନିଷ ଦେଇଦେଲେଣି। ଆଚ୍ଛା, ଆମ ଫୁଲ ଗଛ ଆଉ ତୁଳସୀ ଗଛରେ ମାଙ୍କଡ଼ ଏତିକି ବେଳକୁ ଆସି ଖାଇଲେ। ବାବା କହିଲେ ଯା ସେ ମାଙ୍କଡ଼ ଗୁଡ଼ାକ ଗୋଡ଼େଇ ଦେଇ ଆସ। ମୁଁ କ'ଣ କଲି ନା ବାଟୁଳି ଖଡ଼ା ଭରତଙ୍କୁ ଯେତେବେଳେ ଭରତ ଯେତେବେଳେ ମାରିଥିଲେ ବାଟୁଳି ଖଡ଼ା, ହନୁମାନଜୀ ପଡ଼ିଯାଇଥିଲେ। ତେଣୁ ଆମର ବାଟୁଳି ଖଡ଼ା ଥିଲା। ବାଟୁଳି ଖଡ଼ା କାନ୍ଧରେ ପକାଇଲି, ହାତରେ ଧରିଲି, ଚାଲିଲି। ଯେମିତି ବାଟୁଳି ଖଡ଼ା ଦେଖିଲେ ହନୁମାନ ଯାକ ସବୁ 50 ହନୁମାନ ପାହାଡ଼ ଉପରକୁ ପଳେଇଲେ, ଆମ ଜଳୁକ ପାହାଡ଼। ଯେତେବେଳେ ପଳେଇଲେ ମୁଁ କହିଲି ଠିକ୍ ବାଟୁଳି ଖଡ଼ା ଇଏ ମାନୁଛନ୍ତି ଆଉ। ସେଇଠୁ ମୁଁ ମୋଟେ ମାରିଲିନି, ମୋତେ ମାରି ଆସେନି। ତେଣୁ ସିଏ ତ ପଳେଇଲେ ସବୁ, ନେଇ 1/2 କିଲୋମିଟର ଦୂରରେ ମୁଁ ଛାଡ଼ି ଦେଇକି ଆଇଲି। ମୁଁ ଛାଡ଼ି ଦେଇକି ଯେମିତି ଆସିକି ପହଞ୍ଚିଲି, ବାବା ଯେଉଁଠି ଠିଆ ହେଇଥିଲେ ସେଠି ଠିଆ ହେଇଛନ୍ତି, ସେଠି ବୁଲୁଛନ୍ତି। ସେଠୁ କହିଲେ ମାଙ୍କଡ଼ ଛାଡ଼ିଦେଲୁ? ମୁଁ କହିଲି ଆଜ୍ଞା। ନା ମାଙ୍କଡ଼ ପା ତୋ ପଛରେ। ମୁଁ ଅନେଇଲା ବେଳକୁ ମାଙ୍କଡ଼ ଯାକ ମୋ ପଛରେ। ମୁଁ କହିଲି ଆରେ ସତ୍ୟ ସାଇ ବାବା କ'ଣ ଏମିତି କରୁଛନ୍ତି, ସବୁ ଦେଖାଉଛନ୍ତି ନାଟକ। ଆମ ବାବା ତ ଭଲ ନାଟକ ଶିଖିଛନ୍ତି ଆଉ, ସତ୍ୟ ସାଇ ବାବା ଭଳିଆ ଆଉ। ମାଙ୍କଡ଼ ମୁଁ ଛାଡ଼ି ଦେଇ ଆଇଲି 1/2 କିଲୋମିଟର ଦୂରରେ, ମୁଁ ଝାଳ ନାଳ ଆଣ୍ଠିଏ ହେଇଗଲିଣି, କିନ୍ତୁ କହୁଛନ୍ତି ତୋ ପଛରେ। ଅନେଇ ଦେବାକୁ ପଛରେ ମାଙ୍କଡ଼ ଅଛନ୍ତି। ମୁଁ କହିଲି ଭଲ ଆଉ, ସତ୍ୟ ସାଇ ବାବାଙ୍କୁ ଯେମିତି ଲୋକ ମାନୁଥିଲେ, ଆମ ବାବାଙ୍କୁ ମଧ୍ୟ ସେମିତି ଲୋକ ମାନୁଛନ୍ତି। ତେଣୁ ସେ ଗୁରୁ ଭାବରେ ଭକ୍ତର ମନୋକାମନା ପୂର୍ଣ୍ଣ କରନ୍ତି ଏବଂ ସେ ସବୁବେଳେ ବିରାଜମାନ ଆମ 3 ଆଶ୍ରମରେ କରିଛନ୍ତି। ସେ ଆଗରୁ ବି କହିଥିଲେ ଯେ ମୁଁ ସବୁବେଳେ ଆଶ୍ରମରେ ଅଛି। ତେଣୁ ମୁଁ ଜାଣୁଛି ଯେ ଗୁରୁଦେବ ବୈକୁଣ୍ଠନାଥ ସେ ଆମ ପାଖରେ ସବୁବେଳେ ଅଛନ୍ତି। ଆମେ ତାଙ୍କୁ ଡାକିଲେ ସେ ନିଶ୍ଚୟ ଉତ୍ତର ଦେବେ ବା ଆମ କଥା ଶୁଣିବେ, ଆମ ଦୁଃଖ ଲାଘବ କରିବେ।